ଗୋଟିଏ ଦିନ ରହିଲା ଆମର ସଂସ୍କୃତ ପରୀକ୍ଷାରେ କିଛି ସମୟ ମାତ୍ର ବୁଝିହେଲା। ଯେମିତି ଓଡ଼ିଆ ଇଂଲିଶ ଭଲ କରିଛ, ଆଶା କରିବି ଏଇ ପରୀକ୍ଷା ମଧ୍ୟ ବହୁତ ମାତ୍ରାରେ ଭଲ କରିବ। ତାର ଯେଉଁ ସିଲେକ୍ଟେଡ଼ ମୁଁ ଦେଖୁଛି ଲଙ୍ଗ୍ କୋଶ୍ଚିନ୍ ବହୁତ ସିଲେକ୍ଟେଡ଼ ଆସୁଛି। ତେଣୁ ସଂସ୍କୃତର ସିଲେକ୍ଟେଡ଼ ଲଙ୍ଗ୍ କୋଶ୍ଚିନ୍ ଆମେ 50 ମାର୍କର କେମିତି ପଡ଼ିବ ହେଲା ଅନୁବାଦ ସବୁ ଏଇ ଭିଡ଼ିଓରେ ଆମେ କରିବା ହେଲା। ପ୍ରଥମେ 1 ନମ୍ବର ଗୋଟେ କୋଶ୍ଚିନ୍ ଦେଲା ଆମର ହେଲା, କଥମ ଉପନେଉ ଗୌରବେ ସର୍ବ ବେଦ୍ୟ ନୈବେଦ୍ୟତେ ହେଲା। ତାହେଲେ ଏଇଟା ହେଲା ଆମର କ'ଣ ହେଇଯିବ, ଆନ୍ସର କ'ଣ ହେଇଯିବ ଦେଖ। ତମେ ସଂସ୍କୃତ ମନେ ରଖ, ଏଇଟା ଓଡ଼ିଆ ଲାଙ୍ଗୁଏଜ ନୁହଁ କି ଇଂଲିଶ ଲାଙ୍ଗୁଏଜ ନୁହଁ। ମାଇଣ୍ଡ ସେଟଅପ୍କୁ ଚେଞ୍ଜ କର। ଆମେ ଓଡ଼ିଆରେ କ'ଣ କରୁଥିଲେ, ଯେତେ ଅଧିକ ଲେଖୁଥିଲେ ସେତେ ଅଧିକ ମାର୍କ ଆଶା କରିବା। ଏଠି ନୁହଁ ପିଲାମାନେ, ଯେତିକି ପଚାରିଛି ସେତିକି ଉତ୍ତର ଦେବ, ତାହେଲେ ଯାଇକି ମାର୍କ ପାଇବ। ଅଧିକ ଲେଖିଲେ ବି ୟାର ମୂଲ୍ୟ କିଛି ରହିବ ନାହିଁ। ଆଜ୍ଞାବହ ଉପମନ୍ୟୁ ଗୁରୁଙ୍କର ନିର୍ଦ୍ଦେଶ କ୍ରମେ ଦିନରେ ଗୋରକ୍ଷଣ କାର୍ଯ୍ୟ ସମ୍ପାଦନ କରି ସନ୍ଧ୍ୟାରେ ତାଙ୍କ ସମ୍ମୁଖରେ ପ୍ରଣାମ ପୂର୍ବକ ଉପସ୍ଥିତ ହେଉଥିଲେ। ଭିକ୍ଷାଲବ୍ଧ ଦ୍ରବ୍ୟ ଦ୍ୱାରା ଜୀବିକା ନିର୍ବାହ କରୁଥିବା ଉପମନ୍ୟୁ ଗୁରୁଙ୍କୁ ସମର୍ପଣ ନ କରି ଏସବୁ ଖାଇବା ଉଚିତ ନୁହେଁ ବୋଲି ଜାଣିପାରି ଗୁରୁଙ୍କ ଆଦେଶରେ ସମସ୍ତ ଭିକ୍ଷାଲବ୍ଧ ଦ୍ରବ୍ୟ ଗୁରୁଙ୍କୁ ପ୍ରଦାନ କରି ଦେଇଥିଲେ। ବୁଝିହେଲା ଆମର ଲଙ୍ଗ୍ କୋଶ୍ଚିନ୍ ହେଲା। ତାପରେ ଡବଲ ଆଇଟା ମଧ୍ୟ କରିବ, ତମକୁ ଦେଖେଇ ଦେଉଛି। ଅଲରେଡ଼ି ଏରା ବୁଝା ସରିଛି। 4ଟି ଲଙ୍ଗ୍ କୋଶ୍ଚିନ୍ ଆସିବ ହେଲା, 20 ମାର୍କର। ଏ ମଧ୍ୟ ଆଇଟା କରିବ ହେଲା। ତାପରେ ଏଠାକାର ଡବଲ ଆଇ ବୁଝିହେଉଛି ତ। 4ଟା 20 ମାର୍କ ଆମର ସରିଗଲା। ତାପରେ 3 ନମ୍ବର ଆମର 3 ନମ୍ବର ପିଲାମାନେ ପଢ଼ିବ। ଗୋଟେ ଅନୁଚ୍ଛେଦ ତମେ ବହିରୁ ଦେଇଥିଲା ଆମର, ତାକୁ ପଢ଼ିକି ଯାଇଥିବ ହେଲା। ସେ ଅନୁଚ୍ଛେଦକୁ ମନେ ରଖିଥିବ। 5ଟି କୋଶ୍ଚିନ୍ ଆସିଥିବ, 5ଟି ଯାକର କୋଶ୍ଚିନ୍ର ଆନ୍ସର ତମେ କରିବ। ବୁଝିହେଉଛି ତ ହେଲା। 5ଟି ଯାକ କୋଶ୍ଚିନ୍ର ତମେ ଆନ୍ସର କରିବ। ହଁ 5ଟି ନୁହଁ, ଭୁଲ କହିଲି 10ଟି କୋଶ୍ଚିନ୍ ଆସିବ। 10ଟି ଭୁଲ କହିଲି, 5ଟି କହିଦେଲି ମୁଁ ହେଲା। 4 ନମ୍ବର ଇଏ ହେଲା ଆମର ବାକ୍ୟ ଗଠନ କରିବ। ବୁଝିହେଲା। ପ୍ରଥମେ କ'ଣ ଦେଇଛି, କୁତ୍ର କେଉଁଠାରେ, ତବ ଗ୍ରାମଃ କୁତ୍ର ହେଲା। ବାକ୍ୟ ଗଠନ ଆଉ ଓଡ଼ିଆରେ କରିଦେବନି। ବାକ୍ୟ ଗଠନ ମାନେ ଓଡ଼ିଆରେ ଲେଖିବ, ବଟ୍ ଲାଙ୍ଗୁଏଜ ସେ ଯେଉଁ ଭାଷାଟା ହେଇଥିବ ସଂସ୍କୃତର। ତାପରେ ସକାଶମ, ସକାଶମ ମାନେ ନିକଟକୁ। ରୋଗୀ ଚିକିତ୍ସକସ୍ୟ ସକାଶମ ଗଚ୍ଛତି। ତାପରେ ଗଣୟତି ହେଲା, ସାଧୁ ସର୍ବାନ୍ ଜନାନ୍ ଗଣୟତି। ତାପରେ ଐ ମାତଃ ମହ୍ୟମ ଜଳମ ଦେହି ରୋଚତେ। ତମେ ଯାହା ବି ସେଣ୍ଟେନ୍ସ ତିଆରି କରିପାରିବ। ଜନକାୟ ଦଧି ରୋଚତେ। ଇଦମ୍ ପୁଷ୍ପମ୍ ଅତୀବ ରମଣୀୟମ୍। ସେମିତି କିମର୍ଥମ୍, କିମର୍ଥମ୍ କ'ଣ ହେବ, ତ୍ୱମ୍ କିମର୍ଥମ୍ କ୍ରନ୍ଦସି ଏହି। ତ୍ୱମ୍ ଅଧୁନା ମନ୍ଦିରମ୍ ଏହି। ସହର୍ଷମ୍ ଅହମ୍ ସର୍ବଦା ସହର୍ଷମ୍ କଥୟାମି। ଏସବୁ ଦେଖିକି ଯାଇଥିବ। ତାପରେ ଶେଷରେ ଆସିବ ସଂସ୍କୃତ ପିଲାମାନେ ଘଣ୍ଟେରେ ସର୍ଟ କୋଶ୍ଚିନ୍ ଆଉ ଅଧଘଣ୍ଟାରେ ତମେ ଆନ୍ସର ସବୁ ସାରି ଦେଇଥିବ ହେଲା। ମାନେ ଗୋଟେ ବାକ୍ୟରେ ପୁରା 50 ମାର୍କ କମ୍ପ୍ଲିଟ୍ ହେଇଯିବ। କିଛି ଚିନ୍ତା କରିବନି ହେଲା। ଟାଇମ୍ ନେବ, ଅପେକ୍ଷା କରିବ। ସଂସ୍କୃତ ଗୋଟେ ହେଲା ବଢ଼ିଆ ମାର୍କ ରହିବ ହେଲା। ତାହେଲେ ଗଛର ତଳ ଫଳ ଗୁଡ଼ିକ ଶୋଭା ପାଉଛି, କ'ଣ ହେବ, ବୃକ୍ଷ। ଏଇଟା ହେଲା ଆମର ଅନୁବାଦ। ବୃକ୍ଷମ୍ ଅଧୋଦଃ ଫଳାନି ଶୋଭନ୍ତେ। ତାପରେ ଡବଲ ଆଇ, ଦେଶର ସବୁଆଡ଼େ ଅଶାନ୍ତି ଦେଖା ଦେଇଛି। ଦେଶମ୍ ସର୍ବତଃ ଅଶାନ୍ତି ହିଁ ଦୃଶ୍ୟତେ। ରାଜା ନିଜ ଦେଶରେ ପୂଜା ପାଏ, ରାଜା ସ୍ୱଦେଶେ ପୂଜ୍ୟତେ। ବିଦ୍ୱାନ ସବୁଠି ପୂଜା ପାଏ, ବିଦ୍ୱାନ ସର୍ବତ୍ର ପୂଜ୍ୟତେ। ନେକ୍ସଟ 5 ନମ୍ବର, ଓଡ଼ିଶାର ସବୁଆଡ଼େ ବର୍ଷା ହେଉନାହିଁ, ଉତ୍କଳମ୍ ସର୍ବତଃ ବୃଷ୍ଟି ନ ଭବତି। ମୋ ପଛେ ପଛେ ତୁମ୍ଭେମାନେ ଆସ, ମାମ୍ ଅନୁ ଜୁୟମ୍ ଆଗଚ୍ଛତ୍। ମା ସନ୍ଧ୍ୟାରେ ମନ୍ଦିର ଯିବେ, ମାତା ସାୟଂ ଦେବାଳୟଂ ଗମିଷ୍ୟତି। ଯେ ଗୁରୁଙ୍କୁ ନିନ୍ଦା କରେ ତାକୁ ଧିକ୍, ଗୁରୁ ନିନ୍ଦକମ୍ ଧିକ୍। ତାପରେ ଏ ବର୍ଷ ବାପା ବିଦେଶ ଯିବେ, ଐଷମଃ ପିତା ବିଦେଶମ୍
କ'ଣ ଗମିଷତି। ତାପରେ ଗୋଟାକ 2 ମାର୍କ 20 ମାର୍କର ଆସିବ ଆମର ହେଲା। ପିଲାମାନେ ଖେଳ ପଡ଼ିଆ ମଝିରେ ଖେଳୁଥିଲେ। ବାଳକା କ୍ରୀଡ଼ା ପ୍ରାନ୍ତରମ୍ ଅନ୍ତରା ଅକ୍ରୀଡ଼ନ୍।